ଆଜି ପୁତୁରା ବୋଉ ଆସିଛନ୍ତି ଶାଶୁ ହାତ ତିଆରି ପିଜା ଖାଇବା ପାଇଁ। ତ ହ୍ୟାଲୋ ଫ୍ରେଣ୍ଡସ୍, ନମସ୍ତେ, ଜୟ ଜଗନ୍ନାଥ। ସ୍ୱାଗତ କରୁଛି ଆଉ ଗୋଟେ ଫ୍ରେଶ୍ ମିନି ବ୍ଲଗ୍କୁ। ସକାଳୁ ମଉସା ଗାଧପାଦ କରି ପୂଜା ସରେଇ ଦେଲେଣି। ମୁଁ ମୋର ନିତ୍ୟକର୍ମ ସରି ଠାକୁରଙ୍କୁ ଟିକେ ପ୍ରଣାମ କରିଦେଇକି ଆସିକି ମଉସାଙ୍କ ପାଇଁ ବନେଇଦେଲି ଚକୁଳି ପିଠା, ଦେଇଦେଲି ମଉସାଙ୍କୁ ଖାଇବା ପାଇଁ। ଦ୍ୱିପହର ପାଇଁ ରୋଷେଇ କରିଦେଲି ଭାତ, ଡାଲମା ଆଉ ଚିଙ୍ଗୁଡ଼ି ମାଛ, ଆଳୁ ପୋଇର ରାଇ, ଆଉ ତାପରେ ଗଲେ ଚୁନା ମାଛ ତାଟିଆ ବସା। ଆପଣମାନେ ଭାବିବେନି ବ୍ଲଗ୍ଟି ଗୁରୁବାର ଦିନର ବୋଲି, ଏଇଟା ଥିଲା ବୁଧବାର ଦିନର ବ୍ଲଗ୍। ସନ୍ଧ୍ୟାବେଳୁ ଆସିକି ପହଞ୍ଚିଲେ ଆମର ଗୀତା ବା ପୁତୁରା ବୋଉ। ମୁଁ ଯେମିତି କହିଛି ତାଙ୍କୁ ପିଲାମାନେ ଲଗେଇଛନ୍ତି ଆଜି ତିଆରି କରିବି ପିଜା ବୋଲି, ପୁତୁରା ବୋଉ କହିଲେ ଖୁଡ଼ି ମୁଁ ଟିକେ ଆସିବି, ମୋତେ ଟିକେ ଚଖେଇବ ନା? ମୁଁ କହିଲି ନିଶ୍ଚୟ ଚଖେଇବା, ଆସ। ତାପରେ ଆସିଗଲେ ପୁତୁରା ବୋଉ। ଚାହା ଫାହା ଟିକେ ପିଇଲୁ, ବସିକି ଗପିଲୁ ଟିକେ, ତାପରେ ଆରମ୍ଭ କଲୁ ପିଜା ରେସିପିଟି। ପିଜା ରେସିପି ତ ମୁଁ ପକେଇ ସାରିଛି, ସେଥିପାଇଁ ଆଉ ପିଜାର ସବୁ ଦେଖେଇଲିନି, ଟିକେ ଟିକେ ଦେଖେଇ ଦେଇଛି। ଆଉ ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ ବୋଲି।